ପିଲାମାନଙ୍କର ଖରା ଛୁଟିକି ନେଇ ଆସିଲା ଏକ ବଡ଼ ଅପଡେଟ୍। କେଉଁ ଦିନଠାରୁ ପିଲାମାନଙ୍କର ଖରା ଛୁଟି ହେବ ତା ନେଇ ଏକ ବହୁତ ବଡ଼ ସୂଚନା ଆସିଛି। ଆମେ ଏହି ଭିଡ଼ିଓରେ ଡିଟେଲ୍ସ ଆଲୋଚନା କରିବା। ତ ଦେଖନ୍ତୁ, ଆଜିର ଖବରକାଗଜରେ ପ୍ରକାଶ ପାଇଛି ରାଜ୍ୟର 14ଟି ସହର 40 ଡିଗ୍ରୀ ଉପରେ ରହିଛି। ଗୁରୁବାର ସମ୍ବଲପୁର, ଟିଟିଲାଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଭବାନୀପାଟଣା, ରାଉରକେଲା, ବୌଦ୍ଧ ପରି ସହର 41 ଡିଗ୍ରୀ ଉପରେ ତାତିଥିଲା। ବିଶେଷ କରି ପଶ୍ଚିମ ଓଡ଼ିଶା ଜଳୁଛି ଠିକ୍ 9ଟା ବେଳକୁ ଦେହ ପଡ଼ିଯାଉଛି। ଏପରି ସ୍ଥିତିରେ 10:30ରେ ସ୍କୁଲରୁ ଫେରୁଛନ୍ତି ଛାତ୍ରଛାତ୍ରୀ। ବିଭାଗ ସ୍ୱତନ୍ତ୍ର ରିଲିଫ କମିଶନ ଏସ୍ଆର୍ସି ବୈଠକର ନିଷ୍ପତ୍ତି ଓ ମେ ମାସକୁ ଅପେକ୍ଷା କରିଛି। ଏସ୍ଆର୍ସି ବୈଠକ ଆଧାରରେ ନିଷ୍ପତ୍ତି ହେବ ବୋଲି ଜିଦ୍ରେ ଅଟଳ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସ୍ଥିତିକୁ ନେଇ ବିଭାଗ ପଦକ୍ଷେପ ନେବ। ଜିଲ୍ଲାରୁ ଯଦି କୌଣସି ରିପୋର୍ଟ ଆସେ ଅତ୍ୟଧିକ ଗରମ ହେଉଛି, ତେବେ ପରବର୍ତ୍ତୀ ସମୟରେ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନିଆଯିବ। କିନ୍ତୁ ଏସ୍ଆର୍ସି ଗ୍ରୀଷ୍ମ ପ୍ରଭାବକୁ ନେଇ ବୈଠକ ଡକାନ୍ତି। ଏହାପରେ ନିଷ୍ପତ୍ତି ହୁଏ କେବେଠୁ ସ୍କୁଲ ଖରା ଛୁଟି ହେବ। ସାଧାରଣ ଭାବେ ଦେଖିବାକୁ ଗଲେ ମେ 10 ତାରିଖରୁ ଜୁନ୍ 6 ତାରିଖ ଯାଏଁ ସ୍କୁଲ ଛୁଟି। ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନି। ଆଗାମୀ ଦିନରେ ରିପୋର୍ଟ ଆସିଲେ ବିଭାଗ ନିଷ୍ପତ୍ତି ନେବ। ଅନ୍ୟପଟେ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ସ୍କୁଲ ସମୟ ପରିବର୍ତ୍ତନ କରିବାକୁ ଦାବି କରିଛି। ଓଷ୍ଟା କହିଛି, ଅସହ୍ୟ ଗୁଳୁଗୁଳି ପାଇଁ ପିଲାମାନେ ଅସୁସ୍ଥ ଅନୁଭବ କରୁଛନ୍ତି। ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସକାଳ 6ଟାରୁ 9:30 ଯାଏଁ ସ୍କୁଲ ସମୟ ନିର୍ଦ୍ଧାରଣ କରାଯାଉ। ସ୍କୁଲ ସମୟ ପରିବର୍ତ୍ତନ ନେଇ ପୁନର୍ବିଚାର କରାଯାଉ। ଅନ୍ୟପଟେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ପ୍ରବଳ ଖରାରୁ ଦୃଷ୍ଟିରେ ରଖି ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ରାଜ୍ୟର ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା 43.7 ଡିଗ୍ରୀ ଓ ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା 43.6 ଡିଗ୍ରୀ ରେକର୍ଡ଼ କରାଯାଇଅଛି। ଏହା ପଛକୁ ଭବାନୀପାଟଣାର ତାପମାତ୍ରା 42.5 ଡିଗ୍ରୀ ରେକର୍ଡ଼ କରାଯାଇଛି। ସେହିପରି ସମ୍ବଲପୁର, ହୀରାକୁଦ, ବଲାଙ୍ଗୀରର ତାପମାତ୍ରା 42.2 ଡିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଛି। ଏପରିକି ପାଣିପାଗ ବିଭାଗ ଆସନ୍ତାକାଲିଠାରୁ ବିଭିନ୍ନ ଜିଲ୍ଲାରେ ଅସହ୍ୟ ଗରମ ସହ ଗୁଳୁଗୁଳି ହେବା ନେଇ ସତର୍କ କରାଯାଇଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାକୁ ଗରମ ଓ ଅସହ୍ୟ ଗୁଳୁଗୁଳି ହେବାର ସମ୍ଭାବନା ଥିବା ନେଇ ସତର୍କ ଜାରି କରିଛି। ବିଭାଗ କେବଳ ଏତିକି ନୁହେଁ, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଆଦି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଅଛି। ଏପରି ସ୍ଥିତି ଆସନ୍ତା 23 ତାରିଖ ଯାଏଁ ଜାରି ରହିବ ବୋଲି ପୂର୍ବାନୁମାନ ହୋଇଛି। ଏପରି ସ୍ଥିତିରେ ଯଦି ସ୍କୁଲ ଛୁଟି ନ ହୁଏ, ତେବେ ଖରା ପାଇଁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାର ଅସୁବିଧା ହେବ ବୋଲି ଅଭିଭାବକ ଓ ଶିକ୍ଷକମାନେ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ବର୍ଷ ହେବ ପ୍ରବଳ ତାତିକୁ ଅନୁଭବ କରି ଖୋଦ୍ ମୁଖ୍ୟମନ୍ତ୍ରୀ ଆଗୁଆ ସ୍କୁଲ, ଅଙ୍ଗନବାଡ଼ି ଓ କଲେଜ ଆଗୁଆ ଛୁଟି ଘୋଷଣା କରିଛନ୍ତି। ଥ୍ୟାଙ୍କ ୟୁ।